ଜୟ ଜଗନ୍ନାଥ। ଆଜି ଭଲ କଥା ଛୁଆଟିଏ ମନେ ରଖ। ଆଜି ଆଲୋଚନା କରିବା ସଂସାରରେ ଦୁଇଟି ନାମ ନାହିଁ। ସଂସାରରେ କେଇଟା ନା ନାହିଁ? ଦୁଇଟି ନା। କଣ ନା? ଆମେ ସବୁ ଓଡ଼ିଆ ଘର ପୁଅ ନା। ବାପା ମା ଆମେ ଯେତେବେଳେ ଜନ୍ମ ହେଲେ ଆମ ବାପା ମା ଆମର ଗୋଟେ ନାମକରଣ କରନ୍ତି। କୋଉ ନାମ? ଠାକୁରଙ୍କର ନାମକୁ ଧରି ଗୋଟେ ନାମକରଣ ଦେଇଥାଏ। ଗୋବିନ୍ଦ ହଉ, ଗୋପାଳ, ଶ୍ୟାମ, ମଦନ, ମୋହନ, ରାମ, ଯିଏ ଯାହା ଦେଲେ ଦିଅନ୍ତି ନାହିଁ ନା। କିନ୍ତୁ ପୁଅ ପିଲାଙ୍କର ଗୋଟାଏ ନାଁ ଦିଆ ହୁଏ। କୋଉ ନାଁ କହିଲ? ଶଙ୍କୁନି ବୋଲି କାହା ନାଁ ଶୁଣିଛ କୋଉଠି? ଅଛି ନା? ସଂସାରରେ ଶଙ୍କୁନି ନାଁ କେଉ ବାପ ମା ପୁଅଙ୍କର ଦିଅନ୍ତି କି? ଆଉ ଗୋଟେ ହଉଛି କଣ, ଝୁଅ ମାନଙ୍କର ଗୋଟାଏ ନାଁ ସେମିତି ବାପ ମା ଦିଅନ୍ତି। କମଳା, ବିମଳା, ସାରଳା, ଶଶିରେଖା, ଚନ୍ଦ୍ରରେଖା ଇତ୍ୟାଦି ଇତ୍ୟାଦି ନାଁ ଦିଅନ୍ତି, କିନ୍ତୁ ଗୋଟାଏ ନାଁ ଦିଅନ୍ତିନି। କୋଉ ନାଁ? ସୁପନେଖା। କାହିଁକି ଦିଅନ୍ତିନି? ନାମର ମହତ୍ଵ କଣ ନା ବୁଝିପାରୁନ? କାହିଁକି ଦିଅନ୍ତି ନାହିଁ? ତା ନାଁ ହଉଛି, ପ୍ରଥମେ ଯିବା ପୁଅ ପିଲାଙ୍କର, ତା ନାଁ କଣ? ଶଙ୍କୁନି ନାମ। ଶଙ୍କୁନି ନାଁ ବାପା ମା ଦିଅନ୍ତି ନାହିଁ ପୁଅ ପିଲାଙ୍କୁ। କାହିଁ ଦିଅନ୍ତିନି? ଶଙ୍କୁନି ନାଁଟା ହଉଛି ଭାରି ଡେଞ୍ଜରିୟସ୍ ନାଁଟା। ସର ହେଲା ସବୁ, କୁର ହେଲା କୁରୁବଳ ବା କୁରୁକୁଳ, ହେଲା ନିଧନ, କଲା କିଏ? ଶଙ୍କୁନି ହେଲା। ତାହେଲେ ଶଙ୍କୁନି ନାଁଟା କୋଉଠି ହେଲା ମନେ ରଖିଥ। ଶଙ୍କୁନିର ଗୋଟେ ସ୍ୱତନ୍ତ୍ର ନାଁ ଅଛି। ଯେତେବେଳେ ଦୁର୍ଯ୍ୟୋଧନ ମାମୁଁବର ବଂଶକୁ ବନ୍ଦିଶାଳାରେ ରଖିଲା, ଗାନ୍ଧର୍ବ ନରେଶ ବଂଶଧର ଯେ ବନ୍ଦୀ କରି ରଖିଲା। ଅନେକ ଅଛନ୍ତି, କିନ୍ତୁ ଜଣଙ୍କ ପାଇଁ ଖାଇବାକୁ କିଏ ସେ? ଦୁର୍ଯ୍ୟୋଧନ। ସମସ୍ତେ ଚିନ୍ତା କଲେ ଏଇଆକୁ ଖାଇବାକୁ ଦବା, ବଞ୍ଚେଇବା, ସିଏ ହିଁ ଆମର ଋଣ କଣ କରିବ? ସୁଝିବ। ସେଥିପାଇଁ ଅନ୍ୟମାନେ ଖାଇଲେ ନାହିଁ, ସମସ୍ତେ ମଲେ। କେବଳ ଗୋଟିଏ ପୁଅକୁ ଦେଲେ ଖାଇବାକୁ। ସେଇଟା କହିଥିଲେ, ତୁ ସବୁ କୁରୁବଳ ବଂଶକୁ ନିଧନ କରିବୁ ନିଶ୍ଚିନ୍ତ, ତେଣୁ ତୋର ନାମ ଆଜିଠୁ ହେଲା ଶଙ୍କୁନି। ହଉଛି ନା? ଇଏ ସେଇଠୁ ଖାଆନ୍ତି ନାହିଁ କେହି, ସେଇ ଜଣକୁ ଦିଅନ୍ତି, ସେ ଖାଇକି ବଞ୍ଚିଲା, ଏବଂ ସେଇ ଦିନ ଠାରୁ ତାର ନାଁ ହେଲା କଣ? ଶଙ୍କୁନି। ତାହେଲେ ତାର ଆଗରୁ ନାଁଟା କଣ ଥିଲା? ବଢିଆ କଥା ନା, ବୁଝିପାରୁଛ ନା? ବୁଝିପାରୁଛ? ଏବଂ ଶଙ୍କୁନି ନାମକରଣ ହେଲା ପରେ ଶଙ୍କୁନି କଣ କଲା? ତା ବାପର କାଣି ଆଙ୍ଗୁଠି କଣ କଲା? ପୋଷା କାଟି ଦିଆଯାଇଥିଲା। ପୋଷା କାଟିରୁ ମହାଭାରତ ନା ପୋଷା ଖେଳ ହେଲା, ତା ମୁଣ୍ଡରେ ପୁରେଇଲା କିଏ? ଶଙ୍କୁନି। ବାପା ହାଡରେ ତିଆରି ହେଇଛି, ତେଣୁ ଇଏ ଯାହା ଭାବିବ ସେ ଡାକ ସେଇଆ ଆସିବ। ଲାଷ୍ଟକୁ ପାଣ୍ଡବ ମାନେ ସବୁ ଲଗେଇଦେଲେ, କିଏ? ଧର୍ମରାଜ ଯୁଧିଷ୍ଠିର ପୋଷାରେ ସବୁ ଲଗେଇଦେଲେ। ଲାଷ୍ଟକୁ କଣ କଲେ? ଦ୍ରୌପଦୀ ମଧ୍ୟ ଲଗେଇ। ଯାହାଫଳରେ କଣ ହେଲା? କୁରୁବଳ ବିନାଶ ହେଲା। ସେଥିପାଇଁ କି
ଶଙ୍କୁନି ନାମ କାହାର ଦିଅନ୍ତି ନାହିଁ। ଗୋଟିଏ ନା କଣ ନା ସୁପନେଖା। ସୁପନେଖା ନା କୋଉ ବାପ ମା କୋଉ ଝିଅ ମାନଙ୍କର ଦିଅନ୍ତି? ସୁପନେଖା ମନେ ରଖିଥା ବିଧବା ରାଣୀ ହେଲା। ଆଜି ଯୋଉ ଏଇ ଏପିସୋଡ ଯୋଉ କରୁଛି ନୀତି ଶିକ୍ଷା। ସୁପ ବୋଲନ୍ତି କଣ ନା କୁଲା। ସୁପ ଶବ୍ଦର ଅର୍ଥ କଣ? କୁଲା। ସୁପନେଖା ବୋଲନ୍ତି କଣ? ନେଖା ବୋଲନ୍ତି ନଖ। ବୁଝିଗଲା। ଯୋଉ ଝିଅ ମାନଙ୍କର ମାନେ ଚଉଡା ଚଉଡା ନଖ ସେ ବିଧବା ହୁଅନ୍ତି। ବୁଝି ହଉଛି ନା? ବିଧବା ହେଲା ପରେ ସେମାନେ କଣ କୁହନ୍ତି? କୁପଥଗାମୀ ହୁଅନ୍ତି। ବଂଶର ମର୍ଯ୍ୟାଦା ହାନି କରନ୍ତି। ସେଥିପାଇଁ କି ସୁପନେଖା ନାମ ମଧ୍ୟ କୋଉ ବାପ ମା ଦିଅନ୍ତି। ବୁଝିପାରିଲେ ନା ବୁଝିପାରିଲେନି? ତେଣୁ କରି ଏଇ ଦୁଇ ଗୋଟି ନାମ ତମ ସମଗ୍ର ଭାରତ ଭୂଖଣ୍ଡରେ ଦେଖ କୌଣସି ବାପ ମା ତାଙ୍କ ଛୁଆଙ୍କ ନାଁ ଦିଅନ୍ତି ନାହିଁ। କାରଣ ଏଇଥିପାଇଁ। କହୁନା ସୁପନେଖା ଆଉ ଶଙ୍କୁନି। ମନେ ରହିଲା ମନେ ରହିଲାନି? ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା ହରି ବୋଲ।